ମିକାଟୁ। ଟିନା ଆଉ ମୀନା ଦୁଇ ଭଉଣୀ ଥିଲେ। ମୀନା ବହୁତ ବୁଝିବାର ଥିଲା। ସେ ତା ମାର କଥା ମାନୁଥିଲା। ହେଲେ ଟିନା ଟିକେ ନଖରାବାଲି ଥିଲା। ସେ ତା ମାର କଥା ବି ମାନୁନଥିଲା। ଟିନା, ଏବେ ଚାଲ ଘରକୁ ଯିବା। ମା ଆମର ଅପେକ୍ଷା କରିଥିବେ। ଏମିତିରେ ସନ୍ଧ୍ୟା ହୋଇ ଆସିଲାଣି। ତୁ ଯା, ମତେ ଟିକେ ପାହାଡ ଆଡେ ଯିବାର ଅଛି। କିଛି ସମୟ ପରେ ମୁଁ ଆସିଯିବି। ଏମିତି କହି ଟିନା ସେଠାରୁ ପଳାଇଯାଏ। ତମେ ସୁଧୁରିବନି ଟିନା ଭଉଣୀ। ତମେ ସବୁବେଳେ ସେହି କାମ କର ଯେଉଁଥିରେ କି ମା ରାଗିବେ। ତାପରେ ମୀନା ତା ଘରକୁ ଆସେ ଭାରି। ମୀନା, ମୋ ଝିଅ, ତମେ କଣ ଏକୁଟିଆ ଘରକୁ ଆସିଲ? ଟିନା ଭଉଣୀ କୁଆଡେ ଗଲା? ମା, ମୁଁ ଟିନା ଭଉଣୀକୁ ଘରକୁ ଫେରିବା ପାଇଁ କହିଲି। ହେଲେ ସେ କଣ ମୋ କଥା କେବେ ଶୁଣନ୍ତି କି? ସେ ପାହାଡ ଆଡେ ଯାଇଛନ୍ତି। ଏ ଟିନା ପାଇଁ ମୁଁ ବହୁତ ଚିନ୍ତିତ ଅଛି। ସେ ତମ କଥା କେବେ ବି ଶୁଣୁନାହିଁ। ସେହି ସମୟରେ ପାରା ସେଠାକୁ ଆସେ। ରାନୁ ଭଉଣୀ, ମୁଁ କାଲି ପାଖ ଜଙ୍ଗଲକୁ ମୋ ଭଉଣୀ ପାଖକୁ ଯାଇଥିଲି। ମୋ ଭଉଣୀ ଘର ପାଖରେ ଗୋଟେ ଚଢେଇ ରହୁଛି। ସେ ମିସ୍ତ୍ରୀ କାମ କରୁଛି ଆଉ ବହୁତ ପରିଶ୍ରମୀ ଅଟେ। ଆପଣ ମତେ କହିଥିଲେ ନା ଟିନା ପାଇଁ ପିଲାଟିଏ ଦେଖିବାକୁ? ହଁ ପାରା ଭଉଣୀ, ମୁଁ ତ ଟିନାର ବାହାଘର ପାଇଁ ବହୁତ ଚିନ୍ତିତ ଅଛି। କୋଉଠୁ ଗୋଟେ ଭଲ ପ୍ରସ୍ତାବ ମିଳିଯାଉ ମୋ ଝିଅ ପାଇଁ। ସେ ଚଢେଇ ବହୁତ ପରିଶ୍ରମୀ, ଅଧିକ ଧନୀ ନୁହେଁ। ହେଲେ ମୋତେ ପୁରା ବିଶ୍ୱାସ ଅଛି ସେ ଆମ ଝିଅ ଟିନାକୁ ବହୁତ ଖୁସିରେ ରଖିବ। ସେହି ସମୟରେ ଟିନା ଆସି ପହଞ୍ଚିଯାଏ। ଟିନା, ମୋ ଝିଅ, ତମେ ଏତେ ବିଳମ୍ବରେ ଘରକୁ ଆସନି। ଦୁନିଆ ବହୁତ ଖରାପ। ଝିଅମାନଙ୍କୁ ଏତେ ରାତି ପର୍ଯ୍ୟନ୍ତ ବାହାରେ ରହିବା ଠିକ ନୁହେଁ। ମା, ମୁଁ ମୋ ସାଙ୍ଗ ସହ ଦେଖା କରିବାକୁ ଯାଇଥିଲି। ଝିଅ ଟିନା, ପାରା ଆଣ୍ଟି ତମର ବାହାଘର ପାଇଁ ପ୍ରସ୍ତାବ ନେଇକି ଆସିଛନ୍ତି। ମା, ମୋର ଏବେ ବାହା ହେବାର ନାହିଁ। ଆପଣ ମୀନାର ବାହାଘର କରିଦିଅନ୍ତୁ। ମୁଁ ତ ତମଠାରୁ ବହୁତ ସାନ। ମା କହୁଥିଲେ ପ୍ରଥମେ ତମର ବାହାଘର ହେବ, ତାପରେ ଯାଇ ମୋର ହେବ। ଝିଅ ଟିନା, ନିଜ ମାର କଥା ମାନ ଆଉ ବାହା ହେବା ପାଇଁ ରାଜି ହୋଇଯାଅ। ଏ ତ ଛୋଟ ପିଲା, ମୁଁ ତାକୁ ବୁଝାଇ ଦେବି ପାରା ଭଉଣୀ। ଯଦି ଆପଣ କହିବେ ତେବେ ମୁଁ ସେ ଚଢେଇକୁ କହୁଛି କାଲି ବରଯାତ୍ରୀ ନେଇକି ଆସିବ ଭାରି। ପାରା କଥାରେ ରାନୁ ଚଢ଼େଇ ରାଜି ହୁଏ ଆଉ ରିସ୍ତା ପକ୍କା ହୋଇଯାଏ। ଆଉ ପାରା ସେଠାରୁ ତାପରେ ଚାଲିଯାଏ। ଝିଅ ଟିନା, ସେ ଚଢେଇ ମିସ୍ତ୍ରୀ କାମ କରୁଛି। ତା ସହ ବହୁତ ପରିଶ୍ରମୀ। ସେ ତମକୁ ସବୁବେଳେ ଖୁସିରେ ରଖିବ। ହେଲେ ଟିନା କିଛି କହେ ନାହିଁ, ଚୁପଚାପ ରୁହେ। ଟିନା, ମୋ ଭଉଣୀ, ମୁଁ ତୁମକୁ ବାହାଘର ପରେ ବହୁତ ମିସ୍ କରିବି। ତା ପରଦିନ ରାନୁ ଚଢ଼େଇ ତା ଝିଅକୁ କୁହେ, ଝିଅ ଟିନା, ତମେ ନଦୀରେ ଯାଇ ଗାଧୋଇ କରି ରେଡି ହୋଇଯାଅ। ବରଯାତ୍ରୀ ଆସିବାର ସମୟ ହେଇଗଲାଣି। ଜଲ୍ଦି ତମେ ଗାଧୋଇକି ଘରକୁ ଫେରି ଆସିବ। ତାପରେ ଟିନା ନଦୀ ଆଡ଼କୁ ଯାଏ ଆଉ ନଦୀ କୂଳରେ ଗୋରିକାଉ ବସିଥିଲା। ଟିନାକୁ ଦେଖି ଗୋରିକାଉ କୁହେ, ଟିନା, ମୁଁ ଶୁଣିବାକୁ ପାଇଲି ତମ ମା ତମ ବାହାଘର ଗୋଟେ ମିସ୍ତ୍ରୀ କାମ କରୁଥିବା ପକ୍ଷୀ ସହ କରୁଛନ୍ତି। ମା କହୁଥିଲେ ସେ ବହୁତ ପରିଶ୍ରମୀ। ସେ ଗୋଟେ ଗରିବ ପରିଶ୍ରମୀ ପକ୍ଷୀ। ତମେ ତ କୋଉ ଗୋଟେ ଧନୀ ପରିଶ୍ରମ ପକ୍ଷୀ ସହ ବାହା ହେଇପାରିବ? ସେ ତ ଅନ୍ୟ ପକ୍ଷୀ ମାନଙ୍କର ଘର ମରାମତି କାମ କରୁଛି। ନିଜ ଘର ତ ଭଙ୍ଗା ପଡିଛି। ସେ କଣ ତୁମକୁ ଖୁସିରେ ରଖିବ? ସେ ତ ନିଜେ ଖୁସିରେ ରହିପାରିବନି। କିନ୍ତୁ ପାରା ଆଣ୍ଟି ତ କହୁଥିଲେ ସେ ପକ୍ଷୀ ଭଲ ରୋଜଗାର କରେ। ଗୋଟିଏ ସମୟରେ ଦୁଇଟି ଦାନା। ୟା ଛଡା ସେ ପକ୍ଷୀ ତମକୁ ଆଉ କିଛି ଦେଇପାରିବ ନାହିଁ। ତମେ ମୋ କଥା ମାନ। ତମେ ଏ ବାହାଘରରେ ରାଜି ହୁଅ ନାହିଁ। ମୁଁ ତ ତମ ଭଲ ପାଇଁ ଏସବୁ କହୁଛି। ବାକି ତମ ଇଚ୍ଛା। ଆପଣ ମୋର ଭଲ ଭାବୁଛନ୍ତି। ମୁଁ ବି ଏ ବିବାହ କରିବା ପାଇଁ ଚାହୁଁନାହିଁ। ମୁଁ ଏବେ ଯାଇ ମାଙ୍କୁ କହିଦେଉଛି। ଟିନା ଚଢ଼େଇ ତୁରନ୍ତ ନଦୀ ପାଖରୁ ନିଜ ଘରକୁ ଆସେ ଭାରି। ଯାଅ ଯାଅ, ଏବେ ସେ ରାନ ଚଢେଇର ପୁରା ଜଙ୍ଗଲରେ ବଦନାମୀ ହେବ। ଆଉ ମୁଁ କରିବି ଏଠି ମଜା। ଯେତେବେଳେ ତୋ ମା ଜଙ୍ଗଲରେ କାହାକୁ ମୁହଁ ଦେଖାଇ ପାରିବନି। ଝିଅ ଟିନା, ତମେ କଣ ରେଡି ହୋଇନାହଁ? ସେମିତି ହିଁ ଫେରି ଆସିଲ? ନା ମା, ମତେ ବିବାହ କରିବାର ନାହିଁ।
ଏମିତି ଶୁଣି ରାନ ଚଢ଼େଇ ବ୍ୟସ୍ତ ହୋଇଯାଏ। ଭଉଣୀ, ଆପଣ ଏ କଣ କହୁଛନ୍ତି? ମା ତ ପୁରା ଜଙ୍ଗଲରେ ସମସ୍ତଙ୍କୁ ତମ ବାହାଘର ବିଷୟରେ କହିଦେଇଛନ୍ତି। ଟିନା, ତମେ ଏମିତି କର ନାହିଁ। ମୁଁ ପୁରା ଜଙ୍ଗଲରେ ବଦନାମ ହୋଇଯିବି। ଯେତେବେଳେ ବରଯାତ୍ରୀ ଆସିବେ ଆଉ ବିନା ବାହାଘରରେ ଏଠାରୁ ଫେରିଯିବେ। ମା, ମୁଁ ଆପଣଙ୍କ ସମ୍ମାନ ପାଇଁ ମୋ ଜୀବନ ବେକାର ହେବାକୁ ଦେବି ନାହିଁ। ସେ ଏମିତି କଥା ହେଉଥିଲେ କି ପାରା ସେ ପକ୍ଷୀ ସହ ବାରାତ ନେଇ ଆସି ପହଞ୍ଚିବାର ହେଇଯାଏ। ମା, ମୁଁ ଶୋଇବାକୁ ଯାଉଛି, ମତେ କେହି ଉଠେଇବନି। ଆରେ ରାନ ଭଉଣୀ, ଆପଣ କାନ୍ଦୁଛନ୍ତି କାହିଁକି? ପାରା ଭଉଣୀ, କଣ ଆଉ କହିବି, ଟିନା ବାହାଘର ପାଇଁ ରାଜି ହେଉନାହିଁ। ଏସବୁ କଥା ଶୁଣି ସେମାନେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ମା, ଆପଣ କାହିଁକି କାନ୍ଦୁଛନ୍ତି? ଚୁପ୍ ହୋଇଯାଆନ୍ତୁ। ଯଦି ଆପଣଙ୍କ ଝିଅ ଏମିତି କରିଛି, ତେବେ ଏଥିରେ ଆପଣଙ୍କର ଭୁଲ କଣ? ମୁଁ ଆପଣମାନଙ୍କ ପାଖରେ ବହୁତ ଲଜ୍ଜିତ। ଏ ଆଜିକାଲିର ପିଲାମାନେ ନିଜ ବାପା ମାଙ୍କର ସମ୍ମାନର ଟିକେ ବି ଖାତିର କରୁନାହାନ୍ତି। ସବୁ ପକ୍ଷୀ ବିଭିନ୍ନ ପ୍ରକାରର କଥା କହିବେ। ଆଣ୍ଟି, ବାହାର ଲୋକ ତ ସବୁବେଳେ ଏମିତି କୁହନ୍ତି। କାହାକୁ ଆମେ କିଛି କହିବାକୁ କେମିତି ଅଟକାଇ ପାରିବା? ମା, ହେଲେ ମୋତେ ବହୁତ ଦୁଃଖ ଲାଗୁଛି। ମୋର ମା ନାହିଁ। ମୁଁ ଭାବିଥିଲି ଶାଶୁ ଭାବେ ମୋତେ ମା ମିଳିଯିବ। ବୋଧହୁଏ ଭଗବାନ ଏଥିରେ ରାଜି ନଥିଲେ। ଏମିତି କହି ସେ ବର ଚଢ଼େଇ କାନ୍ଦିବାକୁ ଲାଗେ। ମୁଁ ଆପଣଙ୍କୁ ଦେଖିବା ପରେ ମୋତେ ଏମିତି ଲାଗିଥିଲା କି ଯେମିତି ଭଗବାନ ମୋତେ ପୁଅ ଦେଇଛନ୍ତି। ମୁଁ ମୋ ପୁଅକୁ ଆଉ ହରାଇବା ପାଇଁ ଚାହୁଁନାହିଁ। ଇଏ ମୋ ଛୋଟ ଝିଅ ମୀନା। ଆପଣ ମୋ ଛୋଟ ଝିଅ ମୀନା ସହ ବିବାହ କରନ୍ତୁ। ହଁ ରାନ ଭଉଣୀ, ଏଥିରେ ଖରାପ ବା କଣ ଅଛି? ମୀନାର ବୟସ ତ ବିବାହ ଯୋଗ୍ୟ ହୋଇଗଲାଣି। ଏମିତିରେ ତ ତମେ ତା ପାଇଁ ବି ଗୋଟେ ବର ଖୋଜିଥାନ୍ତ। ମୀନା, ମୋ ଝିଅ, ତମକୁ କିଛି ଆପତ୍ତି ତ ନାହିଁ? ନା ମା, ମୋ ମା ଯେଉଁଥିରେ ଖୁସି ମୁଁ ସେଇଥିରେ ହିଁ ଖୁସି। ମୁଁ ଏ ବାହାଘର ପାଇଁ ରାଜି। ମା, ମୁଁ ତମକୁ ପ୍ରତିଶ୍ରୁତି ଦେଉଛି, ମୁଁ ମୀନାକୁ ସବୁବେଳେ ଖୁସିରେ ରଖିବି। ମୋ ପାଖରେ ଯାହା ଅଛି ଆଜିଠାରୁ ସେ ସବୁ ମୀନାର ହେବ। ଏମିତି ସମସ୍ତେ ପୁଣି ଥରେ ଖୁସି ହୋଇଯାଆନ୍ତି ଆଉ ମୀନାର ବାହାଘର ସେ ପକ୍ଷୀ ସହ ହୁଏ। ଆଉ ସେ ପକ୍ଷୀ ବାହା ହୋଇ ମୀନାକୁ ନିଜ ଘରକୁ ନେଇ ଆସେ। ରାନୁ, ତମେ ଟିନା ଉପରେ ବେଶୀ ରାଗିବନି। ସେ ଏବେ ଯବାନ ଅଛି, କିଛି ଗୋଟେ ଭୁଲ ଷ୍ଟେପ ନ ନେଇ ଯାଉ। ମୁଁ କୋଉ ନୂଆ ଦୁଃଖ ଦେଖୁଛି ନା କଣ? ଏ ଜୀବନରେ ଯେତେବେଳେ ଏମାନଙ୍କ ବାପା ଏମାନଙ୍କୁ ଛାଡି ଏ ଦୁନିଆରୁ ଚାଲିଗଲେ, ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ଦୁଃଖ ହିଁ ଦୁଃଖ ଦେଖୁଛି ମୁଁ। ମାମା, ଶୋଇପଡ଼ିଲଣି? ନା, ଶୋଇନି। ମାମା, ଟିନା ଭଉଣୀ କଣ ସେ ବାହାଘରରେ ରାଜି ଥିଲେ? କିନ୍ତୁ ରାନ ଚଢ଼େଇ ଚୁପ୍ ଥିଲା। ମାମା, ମୋତେ କ୍ଷମା କରିଦିଅ। ମୁଁ କୌଣସି ଗରିବ ପକ୍ଷୀ ସହ ବିବାହ କରିବା ପାଇଁ ଚାହୁଁନାହିଁ। ମୋତେ ଗୋରି ଆଣ୍ଟି କହିଲେ ସେ ପକ୍ଷୀ ବହୁତ ଗରିବ ବୋଲି। ମୁଁ ତମ ଉପରେ ରାଗି ନାହିଁ। ମୋ ଝିଅ, ମୁଁ ତ ଖୁସି ଅଛି ମୋ ସାନ ଝିଅ ଉପରେ, ଯିଏକି ମୋ ବଞ୍ଚିବାର ସାହାରା ହେଲା ଆଉ ମୋ କଥାରେ ରାଜି ହୋଇଗଲା। ମା, ଆପଣ କାନ୍ଦନ୍ତୁନି। ଆପଣ ଦେଖିବେ ଆପଣଙ୍କ ଝିଅ ଟିନାର ବିବାହ କେଉଁ ଗୋଟେ ସୁନ୍ଦର ଆଉ ଧନୀ ପକ୍ଷୀ ସହ ହୋଇଯିବ। ଗୋଟିଏ ମା ନିଜ ପିଲାଙ୍କ ଖୁସି ପାଇଁ ପୁରା ଜୀବନ କାଟିଦିଏ। ଖୁସିରେ ରୁହ ମୋ ଝିଅ। ମୀନା, ମୁଁ ଗୋଟେ କଥା କହିବି? ହଁ, କୁହ। ଭଗବାନଙ୍କୁ ଧନ୍ୟବାଦ, ଯିଏ ମୋ ବିବାହ ଟିନା ସହ ନ କରାଇ ତମ ସହ କରାଇଲେ। ତମେ ଯେମିତି କିଛି ନ ଭାବି ନିଜ ମାର କଥାରେ ମାନିଗଲ, ସେଥିରେ ଏହା ସାବ୍ୟସ୍ତ ହେଉଛି କି ତମକୁ ସମ୍ପର୍କର ମୂଲ୍ୟ ବହୁତ ମାତ୍ରାରେ ଜଣା। ଆମେ ଦୁଇ ଭଉଣୀ ବହୁତ ଛୋଟ ଥିଲୁ ଯେତେବେଳେ ବାପା ଚାଲିଗଲେ। ଆମ ମା ଆମକୁ ବାପା ମା ଦୁଇ ଜଣଙ୍କର ଭଲ ପାଇବା ଦେଇଛନ୍ତି। ଆମକୁ ପାଳନ କରିବା ପାଇଁ ନା ଖରା ନା ବର୍ଷା, ଆମକୁ କୌଣସି ଜିନିଷର ଅଭାବ ଅନୁଭବ କରିବାକୁ ଦେଇନାହାନ୍ତି। ମୁଁ କେମିତି ମୋ ମାଙ୍କୁ ଦୁଃଖୀ ଦେଖି ପାରିଥାନ୍ତି? ମୁଁ ଛୋଟ ଥିବା ସମୟରେ ମୋ ମା ମୋତେ ଛାଡ଼ି ଚାଲିଗଲେ। ମୁଁ ବି ଏକୁଟିଆ ଏଇ ଜୀବନ ବିତାଇଛି। ତମ ମା ସହ ଦେଖା ହେବା ପରେ ମୋତେ ଲାଗିଲା ଯେମିତି ଭଗବାନ ମୋତେ ମୋ ମା ଫେରାଇ ଦେଇଛନ୍ତି। ଟିନା ମନରୁ ଖରାପ ନୁହେଁ, ଖାଲି ଟିକେ ନଖରେବାଲି। ମାମା କୁହନ୍ତି ଟିନା ବଡ ହୋଇଗଲାଣି, ହେଲେ ତାର ବୁଦ୍ଧି ଆସେ ନାହିଁ।
ସେ ବି ସବୁ ଶିଖିଯିବ। ଯଦି ନ ଶିଖିବ ତେବେ ସମାଜ ତାକୁ ସବୁ ଶିଖାଇ ଦେବ।